ओं अहं सर्वस्य प्रभव मत सर्वं प्रवर्तते इति मत्वा भजन्ते मां बुद्धा भाव समन्वितं। ମୁଁ ବାସୁଦେବ ହିଁ ସମସ୍ତ ଜଗତର ଉତ୍ପତ୍ତିର କାରଣ ଓ ମୋ ଦ୍ୱାରା ହିଁ ସମସ୍ତ ଜଗତ ପ୍ରବୃତ ହେଉଛି। ଏପରି ବୁଝି ଶ୍ରଦ୍ଧାଯୁକ୍ତ ଓ ଭକ୍ତିଯୁକ୍ତ ବୁଦ୍ଧିମାନ ଭକ୍ତମାନେ ମୋତେ ଅର୍ଥାତ୍ ପରମେଶ୍ୱରଙ୍କୁ ହିଁ ନିରନ୍ତର ଭଜନ କରନ୍ତି। ଭଗବାନଙ୍କୁ ସମସ୍ତ ଜଗତର ପ୍ରଭବ ବୋଲି ବୁଝିବା କ'ଣ? ସମସ୍ତ ଜଗତ ଭଗବାନଙ୍କଠୁ ହିଁ ଉତ୍ପନ୍ନ ହୋଇଛନ୍ତି। ଭଗବାନ ହିଁ ସମସ୍ତ ଜଗତର ଉପାଦାନ ଓ ନିମିତ୍ତ କାରଣ। ଅତଏବ ଭଗବାନ ହିଁ ସର୍ବୋତ୍ତମ। ଏହା ବୁଝିବା ହିଁ ଭଗବାନଙ୍କୁ ସମସ୍ତ ଜଗତର ପ୍ରଭବ ବୋଲି ବୁଝିବା। ସମସ୍ତ ଜଗତ ଭଗବାନଙ୍କ ଦ୍ୱାରା ହିଁ ପ୍ରବୃତ ହୁଏ। ଏହା ବୁଝିବାର ଅର୍ଥ କ'ଣ? ଭଗବାନଙ୍କ ଯୋଗ ବଳରେ ଏହି ସୃଷ୍ଟି ଚକ୍ର ଚାଲୁଛି। ତାଙ୍କ ଶାସନ ଶକ୍ତିରେ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ରଗଣ ଓ ପୃଥିବୀ ଆଦି ନିୟମ ପୂର୍ବକ ଘୁରୁଛନ୍ତି। ତାଙ୍କ ଶାସନ ଯୋଗୁଁ ସକଳ ପ୍ରାଣୀ ନିଜ ନିଜର କର୍ମାନୁସାରେ ଭଲ ମନ୍ଦ ଯୋନିରେ ଜନ୍ମଗ୍ରହଣ କରି ନିଜ ନିଜ କର୍ମମାନଙ୍କର ଫଳ ଭୋଗ କରୁଛନ୍ତି। ଏପରି ଭାବରେ ଭଗବାନଙ୍କୁ ସମସ୍ତଙ୍କର ନିୟନ୍ତା ଓ ପ୍ରବର୍ତ୍ତକ ବୋଲି ବୁଝିବା ହିଁ ସମ୍ପୂର୍ଣ୍ଣ ଜଗତ ଭଗବାନଙ୍କ ଦ୍ୱାରା ପ୍ରବୃତ ହେଉଛି ବୋଲି ବୁଝିବା। ଭାବ ସମନ୍ୱିତା ବିଶେଷଣ ସହିତ ବୁଦ୍ଧା ପଦ କେଉଁ ଭକ୍ତମାନଙ୍କର ବାଚକ? ଯେଉଁମାନେ ଭଗବାନଙ୍କର ଅତିଶୟ ପ୍ରେମରେ ନିମଗ୍ନ, ଭଗବାନଙ୍କ ଠାରେ ଯେଉଁମାନଙ୍କର ଅଟଳ ଶ୍ରଦ୍ଧା ରହିଛି, ଯେଉଁମାନେ ଭଗବାନଙ୍କର ଗୁଣ ଓ ପ୍ରଭାବକୁ ଭଲ ଭାବରେ ବିଶ୍ୱାସ ପୂର୍ବକ ବୁଝନ୍ତି, ଭାବ ସମନ୍ୱିତ ବିଶେଷଣ ସହିତ ବୁଦ୍ଧା ପଦଟି ହେଉଛି ଭଗବାନଙ୍କର ସେହି ବୁଦ୍ଧିମାନ ଭକ୍ତମାନଙ୍କର ବାଚକ। ଉପରୋକ୍ତ ପ୍ରକାରରେ ବୁଝି ଭଗବାନଙ୍କୁ ଭଜନ କରିବା କ'ଣ? ଉପରୋକ୍ତ ପ୍ରକାରରେ ଭଗବାନଙ୍କୁ ସମ୍ପୂର୍ଣ୍ଣ ଜଗତର କର୍ତ୍ତା ହର୍ତ୍ତା ଓ ପ୍ରବର୍ତ୍ତକ ବୋଲି ବୁଝି ଆଗ ଶ୍ଲୋକରେ କୁହାଯାଇଥିବା ପ୍ରକାରରେ ଅତିଶୟ ଶ୍ରଦ୍ଧା ଓ ପ୍ରେମ ପୂର୍ବକ ମନ ବୁଦ୍ଧି ଓ ସମସ୍ତ ଇନ୍ଦ୍ରିୟ ଦ୍ୱାରା ନିରନ୍ତର ଭଗବାନଙ୍କୁ ସ୍ମରଣ ଓ ସେବା କରିବା ହିଁ ଭଗବାନଙ୍କୁ ଭଜନ କରିବା। ଓಂ ନମୋ ଭଗବତେ ବାସୁଦେବାୟ। ଓಂ ପରମାତ୍ମନେ ନମଃ। ଓଂ ସଚିତା ମଦ୍ଗତା ପ୍ରାଣା ବୋଧୟନ୍ତ ପରସ୍ପରମ୍ କଥୟନ୍ତଶ୍ଚ ମାଂ ନିତ୍ୟଂ ତୁଷ୍ୟନ୍ତି ଚ ରମନ୍ତି ଚ। ଓଂ ନମୋ ଭଗବତେ ବାସୁଦେବାୟ। ଓଂ ଶ୍ରୀ ପରମାତ୍ମନେ ନମଃ। ନିରନ୍ତର ମୋ ଠାରେ ମନ ଲଗାଇଥିବା ଓ ମୋ ଠାରେ ହିଁ ପ୍ରାଣ ଅର୍ପଣ କରିଦେଇଥିବା ଭକ୍ତମାନେ ମୋ ଭକ୍ତି ସମ୍ବନ୍ଧରେ ଚର୍ଚ୍ଚା କରନ୍ତି। ମୋର ପ୍ରଭାବ ବିଷୟରେ ପରସ୍ପର ଆଲୋଚନା କରି ଏକ ଆରେକକୁ ବୋଧ କରାଇ ତଥା ମୋର ଗୁଣ ଓ ପ୍ରଭାବ ସହିତ ମୋ ବିଷୟରେ କଥାଭାଷା କରି ହିଁ ନିରନ୍ତର ସନ୍ତୁଷ୍ଟ ହୁଅନ୍ତି ଓ ମୋ ଠାରେ ହିଁ ନିରନ୍ତର ରମଣ କରନ୍ତି। ସଚି ତାହାର ଅଭିପ୍ରାୟ କ'ଣ? ଭଗବାନଙ୍କୁ ହିଁ ନିଜର ପରମ ପ୍ରେମୀ, ପରମ ସୁହୃଦ, ପରମ ଆତ୍ମୀୟ, ପରମ ଗତି ଓ ପରମ ପ୍ରିୟ ବୋଲି ବୁଝିଥିବାରୁ ଯେଉଁମାନଙ୍କର ଚିତ୍ତ ଅନନ୍ୟ ଭାବରେ ଭଗବାନଙ୍କ ଠାରେ ଲାଗି ରହିଥାଏ
ଭଗବାନଙ୍କ ବ୍ୟତୀତ ଅନ୍ୟ କୌଣସି ବି ବସ୍ତୁରେ ଯେଉଁମାନଙ୍କର ପ୍ରୀତି ଆସକ୍ତି ଓ ବା ରମଣୀୟ ବୁଦ୍ଧି ନଥାଏ, ଯେଉଁମାନେ ସଦା ସର୍ବଦା ଭଗବାନଙ୍କର ନାମ, ଗୁଣ, ପ୍ରଭାବ, ଲୀଳା ଓ ସ୍ୱରୂପ ଚିନ୍ତନ କରନ୍ତି ଓ ଶାନ୍ତ ବିଧି ଅନୁସାରେ କର୍ମ କରି କରି ଉଠିବା, ବସିବା, ଶୋଇବା, ଚେଇଁବା, ଚାଲିବା, ବୁଝିବା, ଖାଇବା, ବୁଲିବା, ପିଇବା ଆଦି ବ୍ୟବହାର କାଳରେ ମଧ୍ୟ ଓ ମଧ୍ୟକାଳରେ କେବେ ବି କ୍ଷଣେ ମଧ୍ୟ ଭଗବାନଙ୍କୁ ଭୁଲନ୍ତି ନାହିଁ, ସେପରି ନିତ୍ୟ ନିରନ୍ତର ଭଗବତ ଚିନ୍ତନ କରୁଥିବା ଭକ୍ତମାନଙ୍କ ପାଇଁ ଭଗବାନ ସଚିତାଃ ବିଶେଷଣ ପ୍ରୟୋଗ କରିଛନ୍ତି। ମଦ୍ଗତ ପ୍ରାଣାହାରର ଭାବ କଣ? ଯେଉଁମାନଙ୍କ ଜୀବନର ଓ ଇନ୍ଦ୍ରିୟମାନଙ୍କର ସମସ୍ତ ଚେଷ୍ଟା କେବଳ ଭଗବାନଙ୍କ ପାଇଁ ବି ହୁଏ, ଯେଉଁମାନଙ୍କୁ କ୍ଷଣ ମାତ୍ର ଭଗବାନଙ୍କର ବିୟୋଗ ଅସହ୍ୟ ବୋଧ ହୁଏ, ଯେଉଁମାନେ ଭଗବାନଙ୍କ ପାଇଁ ହିଁ ପ୍ରାଣ ଧାରଣ କରନ୍ତି, ଖାଇବା ପିଇବା, ଚାଲିବା ବୁଲିବା, ଶୋଇବା ଉଠିବା ଆଦି ଯେତେ ପ୍ରକାର ଚେଷ୍ଟା ଅଛି, ସେ ସବୁରେ ଯେଉଁମାନଙ୍କର ନିଜର କିଛି ବି ପ୍ରୟୋଜନ ରହିନାହିଁ, ଯେଉଁମାନେ ସବୁ କିଛି ଭଗବାନଙ୍କ ପାଇଁ ହିଁ କରନ୍ତି, ସେମାନଙ୍କ ପାଇଁ ଭଗବାନ ସଦ୍ଗତ ପ୍ରାଣାଃ ପ୍ରୟୋଗ କରିଛନ୍ତି। ପରସ୍ପରଂ ବୋଧୟନ୍ତଃର ଅଭାବକ ଭଗବାନଙ୍କ ଠାରେ ଶ୍ରଦ୍ଧା ଭକ୍ତି ରଖିଥିବା ପ୍ରେମୀ ଭକ୍ତମାନେ ନିଜ ନିଜର ଅନୁଭବ ଅନୁସାରେ ଭଗବାନଙ୍କୁ ଗୁଣ, ପ୍ରଭାବ, ତତ୍ତ୍ୱ, ଲୀଳା, ମାହାତ୍ମ୍ୟ ଓ ରହସ୍ୟକୁ ନାନା ପ୍ରକାର ଯୁକ୍ତି ଦ୍ୱାରା ପରସ୍ପର ବୁଝାଇବାକୁ ଯେଉଁ ଚେଷ୍ଟା କରନ୍ତି, ତାହା ହିଁ ପରସ୍ପର ଭଗବାନଙ୍କୁ ବୋଧ କରିବା। ଭଗବାନଙ୍କ ବିଷୟରେ କଥାଭାଷା ହେବା କଣ? ଶ୍ରଦ୍ଧା ଭକ୍ତି ପୂର୍ବକ ଭଗବାନଙ୍କର ନାମ, ଗୁଣ, ପ୍ରଭାବ, ଲୀଳା ଓ ସ୍ୱରୂପ କୀର୍ତ୍ତନ ଓ ଗାନ କରିବା ତଥା ଲୀଳା କଥନ ଓ ବ୍ୟାଖ୍ୟାନ ଆଦି ଦ୍ୱାରା ଲୋକମାନଙ୍କ ମଧ୍ୟରେ ପ୍ରଚାର କରିବା ଓ ପ୍ରଭୁଙ୍କୁ ସ୍ତୁତି କରିବା ଆଦି ସବୁ ଚେଷ୍ଟା ହିଁ ଭଗବାନଙ୍କ ବିଷୟରେ କଥାଭାଷା ହେବା। ଉପରୋକ୍ତ ପ୍ରକାରରେ ସବୁ କିଛି କରି ନିତ୍ୟ ସନ୍ତୁଷ୍ଟ ରହିବା କଣ? ପ୍ରତ୍ୟେକ କ୍ରିୟା କରୁଥିବା ବେଳେ ନିରନ୍ତର ପରମ ଆନନ୍ଦ ଅନୁଭବ କରିବା ହିଁ ନିତ୍ୟ ସନ୍ତୁଷ୍ଟ। ଏହିପରି ସନ୍ତୁଷ୍ଟ ରହୁଥିବା ଭକ୍ତଙ୍କର ଶାନ୍ତି, ଆନନ୍ଦ ଓ ସନ୍ତୋଷର କାରଣ ହେଉଛି କେବଳ ଭଗବାନଙ୍କର ନାମ, ଗୁଣ, ପ୍ରଭାବ, ଲୀଳା ଓ ସ୍ୱରୂପ ଆଦି ଶ୍ରବଣ, ମନନ ଓ କୀର୍ତ୍ତନ ତଥା ପଠନ ପାଠନ ଆଦି। ସାଂସାରିକ ବସ୍ତୁମାନଙ୍କ ସହିତ ସେମାନଙ୍କର ଆନନ୍ଦ ଓ ସାଂସାରିକ ବସ୍ତୁମାନଙ୍କ ସହିତ ସେମାନଙ୍କର ଆନନ୍ଦ ଓ ସନ୍ତୋଷର କୌଣସି ସମ୍ବନ୍ଧ ନଥାଏ। ଉପରୋକ୍ତ ପ୍ରକାରରେ ସବୁ କିଛି କରୁଥିବା ବେଳେ ଭଗବାନଙ୍କ ଠାରେ ନିରନ୍ତର ରମଣ କରିବା କଣ? ଭଗବାନଙ୍କର ନାମ, ଗୁଣ, ପ୍ରଭାବ, ଲୀଳା, ସ୍ୱରୂପ ତତ୍ତ୍ୱ ଓ ରହସ୍ୟର ଯଥାଯୋଗ୍ୟ ଶ୍ରବଣ, ମନନ ଓ କୀର୍ତ୍ତନ କରି କରି ଏବଂ ତାଙ୍କର ରୁଚି ଆଜ୍ଞା ଓ ସଂକେତ ଅନୁସାରେ କେବଳ ତାଙ୍କରି ଠାରେ ପ୍ରେମ ହେବା ପାଇଁ ହିଁ ପ୍ରତ୍ୟେକଟି କ୍ରିୟା କରି ମନ ଦ୍ୱାରା
ସେ ସଦା ସର୍ବଦା ପ୍ରତ୍ୟକ୍ଷବତ୍ ନିଜ ପାଖରେ ଥିଲା ପରି ବୁଝି ନିରନ୍ତର ପ୍ରେମ ପୂର୍ବକ ତାଙ୍କର ଦର୍ଶନ ସ୍ପର୍ଶ ଓ ତାଙ୍କ ସହିତ ବାର୍ତ୍ତାଳାପ ଆଦି କ୍ରୀଡ଼ା କରି ଚାଲିବା ହିଁ ଭଗବାନଙ୍କ ଠାରେ ନିରନ୍ତର ରମଣ କରିବା। ଉପରୋକ୍ତ ପ୍ରକାରରେ ଭଜନ କରୁଥିବା ଭକ୍ତମାନଙ୍କ ପ୍ରତି ଭଗବାନ କଣ କରନ୍ତି ତାହା ଆଗାମୀ 2ଟି ଶ୍ଲୋକରେ କୁହାଯିବ। ଓಂ ନମୋ ଭଗବତେ ବାସୁଦେବାୟ।